ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟ। ସୁତ ଉବାଚ। ସୁତ କହନ୍ତି ଅନୁରାଗେ, ହରସେ ମୁନିଙ୍କର ଆଗେ। ଶୁଣ ସକଳ ମୁନି ଜନେ, ହରିଚରିତ ସାବଧାନେ। ବ୍ୟାସ ସମୀପେ ଦେବ ଋଷି, ସୁଖ ଆସନେ ଦୃଢ଼େ ବସି। ବ୍ୟାସ ପୁଛିଲେ ମନ ତୋଷେ, ଯେ ଜାତ ଗୋବିନ୍ଦର ଅଂଶେ। ହର ସେ ବୀଣା ହସ୍ତୁ ଥୋଇ, କହନ୍ତି ବ୍ୟାସ ମୁଖ ଚାହିଁ। ନାରଦ ଉବାଚ। ହେ ପରାଶର ଋଷି ସୁତ, ତୁମ୍ଭେ ସ୍ୱଭାବେ ଭାଗବତ। ଚଞ୍ଚଳ ଦିଶୁଛି ବଦନ, ଦେଖି ଜାଣିଲି ତୁମ୍ଭ ମନ। ସକଳ ବେଦ ଶିଷ୍ୟେ ଦେଇ, ପୁରାଣ ଭାରତ ଭିଆଇ। ବେଦ ବିଚାରି ବ୍ରହ୍ମ ଚିନ୍ତି, ଚିତ୍ତ ନହିଲା ତୁମ୍ଭ ଶାନ୍ତି। ଭଲେ ଜାଣିଲି ମୁହିଁ ଏହା, ତୁମ୍ଭେ ସ୍ୱଭାବେ ପୁଣ୍ୟ ଦେହା। ନାରଦ ବାକ୍ୟ ଶୁଣି କର୍ଣ୍ଣେ, ବ୍ୟାସ କହନ୍ତି ସାବଧାନେ। ବ୍ୟାସ ଉବାଚ। ତୁମ୍ଭେ କହିଲ ମୁନି ଯେତେ, ମୋର ଅଭ୍ୟାସ ବହୁ ମତେ। ବେଦ ପୁରାଣ ଅର୍ଥ ଯେତେ, ମୁଁ ସର୍ବ ସମ୍ପାଦିଲି ଚିତ୍ତେ। ତଥାପି ଆତ୍ମା ତୋଷ ନୁହେଁ, ସ୍ଥିର ନ ରହେ ମନ ଦେହେ। ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ, ଭଲେ ଜାଣିଲ ମୋର ମନ। ଏ ମନ ସ୍ଥିର କରିବାରେ, ଗୋବିନ୍ଦ ବିନା କେବା ପାରେ। ସକଳ ଶାସ୍ତ୍ର ତହୁଁ ସାର, ତାର ମହିମା ଅଗୋଚର। ତାର ଭକତି ଯେଣୁ ନାହିଁ, ଏଣୁ ମୋ ଚିତ୍ତ ସ୍ଥିର ନହି। ତୁମ୍ଭେ ସକଳ ତତ୍ତ୍ୱ ଜାଣ, ଯେ କୃଷ୍ଣ ମହିମା ପ୍ରମାଣ। ସେ ସର୍ବଜୀବଙ୍କ ଈଶ୍ୱର, ଯାର ମାୟାରେ ଏ ସଂସାର। ସୃଜଇ ପାଳଇ ସଂହାରେ, ତ୍ରିଗୁଣ ବ୍ୟାଜେ ସେ ବିହରେ। ସେ ମାୟା ତାକୁ ନ ଲାଗଇ, ନିତ୍ୟ ସେ ନିଜେ ସୁଖେ ଥାଇ। ଏ ତିନି ଲୋକ ତୁମ୍ଭ ଦେହେ, ନିରତେ ଭ୍ରମେ ରବିପ୍ରାୟ। ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ, ଯେ ସନେ ସମୀର ସଞ୍ଚରେ। ଆତ୍ମା ଯେ ସନେ ସାକ୍ଷୀ ରୂପେ, ନିତ୍ୟ ବିହରେ ନିଜ ସୁଖେ। ସେ ବିଷ୍ଣୁ ପାଦ ପଦ୍ମ ଜଳେ, ତୁମ୍ଭର ସ୍ନାନ ସୁନିଶ୍ଚଳେ। ସେ ଜଳ ଶୀତ ଉଷ୍ମ ଭାବ, ନିତ୍ୟ ତୁମ୍ଭର ଅନୁଭବ। ତାଙ୍କ ମହିମା ପରିମାଣି, ତୁମ୍ଭହୁ ଅନ୍ୟ କେବା ଜାଣି। କହ ଆନନ୍ଦେ ମୁନିବର, ଯେ ମନ୍ତେ ମନ ହୋଇ ସ୍ଥିର। ଏ ମନ୍ତ ବ୍ୟାସ ମୁଖୁ ଶୁଣି, ଭାବେ କହନ୍ତି ବେଦ ମୁନି। ନାରଦ ଉବାଚ। ଭମୁନି ସତ୍ୟ ଏ ବଚନ, ଯେଣୁ ସନ୍ତୋଷ ନୁହେଁ ମନ। କୃଷ୍ଣ ନିର୍ମଳ ଯଶ ଗୁଣ, ଯେଣୁ ନ କଲ ଉଚ୍ଚାରଣ। ଯେ ଧର୍ମୀ କୃଷ୍ଣ ତୋଷ ନହି, ସେ ଧର୍ମ ନିଷ୍ଫଳ ଅଟଇ। ଧର୍ମ ସମ୍ପଦ କାମ ଅର୍ଥେ, ଯେତେ କହିଲ ବେଦ ପଥେ। ଯେବେ ଗୋବିନ୍ଦ ଗୁଣ ଗ୍ରାମ, ଅଭ୍ୟାସେ ଥାନ୍ତା କିଛି ଶ୍ରମ। ତେବେ କି ମନ ଅସନ୍ତୋଷ, କହିବି ଶୁଣ ଉପଦେଶ। ଯେବେ ଏ ଜିହ୍ୱା ବାକ୍ୟ ଶ୍ରମେ, ନ କରେ କୃଷ୍ଣ ଗୁଣ ଗ୍ରାମେ। ଯେ ବାଣୀ ଅଖିଳ ତାରିଣୀ, ତା ଛାଡ଼ି ଅନ୍ୟ ଯେବେ ଭଣି। ତାହାକୁ ବୋଲି କାକବାଣୀ, ଯହିଁ ଗୋବିନ୍ଦଙ୍କୁ ନ ଶୁଣି। ନିଶ୍ଚୟ କାକ ତୀର୍ଥ ସେଇ, ସେ ଜଳେ କେବା ଅବଗାହି। ପରମହଂସ ମୁନି ମେଳେ, ଯେ ଥାନ୍ତି ପୁଣ୍ୟ ତୀର୍ଥ କୂଳେ। ଯେ ବାକ୍ୟେ କୃଷ୍ଣ ଗୁଣ ଗାଇ, ନିଶ୍ଚୟ ପୁଣ୍ୟ ତୀର୍ଥ ସେହି। ସେ ବାକ୍ୟ ଜନ ତାପ ନାଶେ, ତୀର୍ଥ ଯେ ସନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେବେ, ପ୍ରବନ୍ଧେ ଉଚ୍ଚାରଇ ଭାବେ। ପଦ ଦୂଷିତ ଯେବେ ହୋଇ, ସେ ପ୍ରାଣୀ ସର୍ବ ପାପ ଦହେ।
ଅନନ୍ତ ନାମ ଯଶ ଗୁଣେ ସାଧୁଙ୍କ ବାକ୍ୟ ନିତ୍ୟ ଭଣେ। ସେ ହରି ଭାବ ଯେବେ ଛାଡ଼ି ଯେ ଯାନ୍ତି କର୍ମ ପଥ ମାଡ଼ି। ଯେ ପୁଣ୍ୟ ବେଦ ମାର୍ଗେ କରେ ସକାମ ଚିତ୍ତେ ଫଳ ଧରେ। ହରିଙ୍କି ନ କରେ ଅର୍ପଣ ସେ ସର୍ବ ଫଳ ଅକାରଣ। ନିଷ୍କାମ ମତେ ସର୍ବନ୍ୟାସୀ ତପ ସାଧନ୍ତି ବନେ ପଶି। ହରି ମହିମା ଛାଡ଼ି ଦେବେ ଅତି ନିର୍ମଳ ଜ୍ଞାନ ଭାବେ। ସେ କାହିଁ ଅଶୁଭ ନାଶିବ ତପ ସାଧିଲା ଫଳ ଦେବ। ତୁମ୍ଭେ ସ୍ୱଭାବେ ଭାଗବତ ମହାନ ଭାବ ସୂଚିମନ୍ତ। ସତ୍ୟ ବଚନ ଧୃତିମନ୍ତ ଏଣୁ ଅମୋଘ ତୁମ୍ଭ ଚିତ। ସମାଧି କରି କୃଷ୍ଣ ପାଦେ ତାର ଚରିତ ଅନୁବାଦେ। ପ୍ରବନ୍ଧ ଭାଗବତ କର ଅଖିଳ ଜନଙ୍କୁ ଧର। ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ ହରି ଭକତି ଦୂରେ ତେଜେ। କୃଷ୍ଣ ଭକତି ଲାଭ ଛାଡ଼ି ତୃତୀୟ ବର୍ଗେ ଚିତ୍ତ ବଢ଼ି। ତାହାର ସୁଖ ଲେଶ କାହିଁ ସମୁଦ୍ରେ ଯେହ୍ନେ ନାବ ଥାଇ। ଜଳ ପବନ ମେଘ ତେଜେ କୂଳେ ନ ଲାଗି ଯେହ୍ନେ ଭାଜେ। ତାହାଙ୍କ ଗତି ସେହି ମତ ଶୁଣ ହେ ପରାଶର ସୁତ। ନିନ୍ଦିତ କର୍ମ ଚିତ୍ତେ ଚିନ୍ତି ଯେ ଅନ୍ୟ ଜଣେ ଶିକ୍ଷା ଦିଅନ୍ତି। ସ୍ୱଭାବେ ମୂଢ଼ ସେହୁ ଜନ ବ୍ୟର୍ଥ ତାହାର ଜୀବନ। ତାର ବଚନେ ସେହୁ ଭ୍ରମେ ଯେ ପ୍ରାଣୀ ଆଚରେ ଅଧର୍ମେ। ସାଧୁ ନିନ୍ଦନ ଯେ କରନ୍ତି ଜଗତେ ନାହିଁ ତାଙ୍କ ସ୍ଥିତି। ପାପ ଆଚରି ନର ଲୋକେ ଅନ୍ତେ ସେ ପଡ଼ନ୍ତି ନରକେ। ତୁମ୍ଭେ ସ୍ୱଭାବେ ବିଚକ୍ଷଣ ଭାବ ଅଭାବ ଭଲେ ଜାଣ। ଅନନ୍ତ ପାର ବିଷ୍ଣୁ କଥା ତୁମ୍ଭେ ବର୍ଣ୍ଣନେ ସାମରଥା। ନିବୃତ୍ତି ପ୍ରବୃତ୍ତି ଏ ଭାବେ ଯେ ମନ୍ତେ ପ୍ରାଣୀ ନିସ୍ତରିବେ। ହରିଚରିତ ଦୀପକର ଜନକୁ ଅନ୍ଧାରୁ ଉଦ୍ଧର। ଯେ ପ୍ରାଣୀ ନିଜ ଧର୍ମ ତେଜି ହରିଚରଣ ଦୃଢ଼େ ଭଜି। ଭଜୁ ମରଇ ଯେବେ ଦୁଃଖେ କେବେ ନ ପଡ଼େ ନରକେ। ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀ ହରି ଭକତି ନ ପ୍ରମାଣୀ। ଅନ୍ତେ ତାହାଙ୍କ ଗତି ଯେତେ କେ ଅନୁମାନି ପାରେ ଚିତ୍ତେ। ଏବେ ହୋ ଶୁଣ ମୁନିବର ପଣ୍ଡିତ ଜନଙ୍କ ବ୍ୟବହାର। ଯେ ଲାଭ କେହି ନ ଲଭନ୍ତି ସେ ଲାଭେ ଯାର ଚିତ୍ତ ଚିନ୍ତି। ସେ ଅର୍ଥେ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ବୋଲାନ୍ତି। କାଳର ବଳେ ପୁଣ ପୁଣ ଏ ଭବ ମଧ୍ୟେ ତା ଭ୍ରମଣ। ପୂର୍ବ ଅର୍ଜିତ କର୍ମ ବସେ ଦୁଃଖ ସଦୃଶ ସୁଖ ଆସେ। ଏ ଅଧ ଊର୍ଦ୍ଧ ବେନି ପଥେ ପ୍ରାଣୀଏ ଭ୍ରମନ୍ତି ନିରତେ। ତାହାଙ୍କ ମଧ୍ୟେ ଜଣେ ଜଣେ ଲୋଭିଲେ ସେ ଫଳ ଧାରଣେ। ସେ ଫଳ ପାଇ ସୁଖେ ଖାଇ ଭ୍ରମଣେ ଶ୍ରମ ନ ଲାଗଇ। ଭ୍ରମୀଣ ପ୍ରାଣୀ ଯେବେ ପାଇ ପୁଣି ଭ୍ରମନ୍ତି ତାହା ଖାଇ। ଏଣୁ ମୁକୁନ୍ଦ ପାଦ ଗତେ ଯେ ପ୍ରାଣୀ ଭଜନ୍ତି ନିରତେ। ମୁକୁନ୍ଦ ପାଦ ତାର ଗତି ଅନ୍ୟର ପ୍ରାୟ ନ ଭ୍ରମନ୍ତି। କୃଷ୍ଣର ପାଦ ପଦ୍ମରସ ନିରତେ କରନ୍ତି ଯେ ଗ୍ରାସ। ସେ ରସ ଛାଡ଼ି ବସେ କେହ୍ନେ ରସେ ରସିକ ଜନ ଯେହ୍ନେ। ଈଶ୍ୱର ହେତୁ ଏ ସଂସାର ସଂସାରୁ ଈଶ୍ୱର ବାହାର। ଯେଣୁ ଉତ୍ପତ୍ତି ସ୍ଥିତି ନାଶ ବିଶ୍ୱର ହୁଅଇ ପ୍ରକାଶ। ଏଣୁ ଲୀଳାକୁ କରିଅଛି ପ୍ରାଣୀଙ୍କି ନହିବ ପ୍ରତ୍ୟସୀ। ଈଶ୍ୱର ଜୀବ ଏ ସଂସାର ଏ ସର୍ବ ଏକଇ ପ୍ରକାର। ଏ ସର୍ବ ବ୍ରହ୍ମ ଭାବେ ଜାଣି ବେଦରେ ଅଛି ପରିମାଣି। ତୁମ୍ଭେ ସର୍ବଜ୍ଞ ମୁନିବର କହ କୃଷ୍ଣର ଅବତାର। ତୁମ୍ଭେ ଯେ ଆତ୍ମରାମେ ରମି
ଅନ୍ତରଦୃଷ୍ଟି ଅନ୍ତର୍ଯ୍ୟାମୀ ପରମ ପୁରୁଷଙ୍କ କଳା ସୁମରି ଗୋବିନ୍ଦର ଲୀଳା ସଂସାର ନିସ୍ତାରଣ ଅର୍ଥେ ଶ୍ରୀ ଭାଗବତ କର ଗ୍ରନ୍ଥେ ସ୍ୱଭାବେ ଜନ୍ମ ଯାର ନାହିଁ ମାୟା ଶୟଳେ ରୂପ ବହି ତାର ଚରିତରୁ କିଞ୍ଚିତେ ପ୍ରକାଶ କର ଜନହିତେ ଏହୁ ସେ ପୁରୁଷାର୍ଥ ସାର ଯଜ୍ଞ ତପସ୍ୟା ବେଦ ସାର ଇଷ୍ଟ ପୂଜନ ଯଜ୍ଞ ଦାନ ଯେବେ ଭାବଇ କୃଷ୍ଣ ନାମ ତାହାଙ୍କ ଫଳ ଏ ଅଟଇ ତା ବିନୁ ନିଷ୍ଫଳ ହୁଅଇ ପୂର୍ବେ ନିର୍ମଳ ଋଷି ଜନେ ତପ ଆଚରି ଘୋର ବନେ ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା ଏ ଭାବେ ପାଇଲି ଯେ ମନ୍ତେ କହିବି ତୁମ୍ଭର ଗ୍ରତେ ପୂର୍ବେ ମୁଁ ଦକ୍ଷ ସାପ ପାଇ ଜନ୍ମିଲି ଦାସୀ ପୁତ୍ର ହୋଇ ବ୍ରାହ୍ମଣ ଘରେ ଏକାଏକି ମୋହର ଜନନୀ ସେବକୀ ବ୍ୟାପାର କରେ ରାତ୍ର ଦିନେ ଏମନ୍ତ ବିଧିର ବିଧାନେ ସେ ବିପ୍ର ଗୃହେ ବର୍ଷା କାଳେ ଅତିଥି ବ୍ରାହ୍ମଣେ ମିଳିଲେ ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବହି ହେ ବିପ୍ରେ ଶୁଣ ମୋ ବଚନ ଆଜ ଜୀବନ ମୋର ଧନ୍ୟ ତୁମ୍ଭର ଦୟା ଯେବେ ମତେ ମୋ ଘରେ ରୁହ ଦିନା କେତେ ଦୁର୍ଗମ ବର୍ଷା ମାସ ଚାରି ଏ ଋତୁ ମୋର ଘରେ ସାରି ହେଉ ବୋଇଲେ ବିପ୍ରଜନେ ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ ବାଳୁତ ଚପଳ ମଚିତ ସେବା କରଇ ଅବିରତ ସେ ବିପ୍ରଗଣେ ମତେ ଚାହିଁ ଆଶ୍ୱାସ କଲେ ଦୟା ବହି ତାହାଙ୍କ ଭୋଜନର ଅନ୍ତେ ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ ତାହା ଭୁଞ୍ଜଇ ନିତେ ମୁହିଁ ଅନ୍ୟ ଭୋଜନ ନ ଜାଣଇ ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ମହର ଚିତ୍ତୁ ଅପ୍ରମାଦେ ସର୍ବକିଲୃଷ୍ୟ କେଣେ ଗଲା ତାହାଙ୍କ ଧର୍ମ ଉଦେ ହେଲା ବିପ୍ରଙ୍କ ମୁଖୁ ହରିବାଣୀ ଦିନ ବଞ୍ଚଇ ନିତେ ଶୁଣି ପଦକୁ ପଦ ଗୀତ ସ୍ମରେ ସେ ବାଣୀ ମୋର ମନ ହରେ ନିରତେ ଶୁଣି ପଦେ ପଦେ ମନ ବୁଡ଼ିଲା କୃଷ୍ଣ ପାଦେ କୃଷ୍ଣ ହୁଆନ ନ ଜାଣଇ ବିଷୟ ରସ ଆର କାହିଁ ଯେଣୁ ଏ ସଦ ସତ ରୂପ ପ୍ରାଣୀ ଦେଖନ୍ତି ମୋହ କଳ୍ପ ଆପଣା ଅଜ୍ଞାନ ସେ ଅଟେ କେବେ ହେ ସତ୍ୟ ସେ ନ ଘଟେ ମୁହିଁ ଦେଖଇ ବହୁ ମତେ ହରି ହୁଆନ କେ ଜଗତେ ଏମନ୍ତେ ବରଷା ସରିଲା ଶରତ ଋଷୁ ପ୍ରସରିଲା ନିରତେ ଶବ୍ଦେ ହରିବାଣୀ ବିପ୍ରଜନଙ୍କ ମୁଖୁ ଶୁଣି ସାତ୍ವಿକ ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକ୍ଷଣେ ମୋହର ସେବା ଦିନୁ ଦିନେ ଦେଖି ସନ୍ତୋଷ ବିପ୍ରଜନେ ଜାଣିଲେ ଶୁଦ୍ଧ ସତ୍ୱ ରୂପେ ଭକତି ଜାତ ମୋର ଚିତେ ଯିବାର ବେଳେ ମୋତେ ରାଇ କୃଷ୍ଣ ମହିମା ଶିକ୍ଷା ଦେଇ ଯେ ଗୁହ୍ୟ ଗୁହ୍ୟ ତମ ଜ୍ଞାନ ଯେଣେ ଉଦିତ ଭଗବାନ ସର୍ବ କହିଲେ ମୋର କନେ ଦୀନ ବତ୍ସଳ ମୁନି ଜନେ ବିଷ୍ଣୁର ମାୟା ଅନୁଭବ ତେଣୁ ଜାଣିଲି ମୋହି ସର୍ବ ଯେ ଭାବେ ଭାବି ଅପ୍ରମାଦେ ପ୍ରାଣୀ ପଶନ୍ତି କୃଷ୍ଣ ପାଦେ ଏଣୁ ଏ କୃଷ୍ଣାର୍ପିତ କର୍ମ କଲେ ତୁଟଇ ଭବ ଭ୍ରମ ଆତ୍ମାରେ ଜ୍ଞାନ ପ୍ରକାଶଇ ତ୍ରିତାପମାନ କ୍ଷୟ ଯାଇ ବ୍ୟାଧି ଉପୁଜେ ଯାର ଭୋଗେ ସେ ଦ୍ରବ୍ୟେ ଚିକିତ୍ସା ନ ଲଭେ ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟ ରସେ ମଜି
से काहीँ तरिब संसारे पडई घोर अन्धकारे ए भव मध्ये देह धरी विष्णु तोषणे कर्म करी भक्ति जोग जात होई ज्ञान अधीन जाओटई जेबे सकल कर्म करी कृष्ण अर्पण मने धरी विष्णुर जेते गुण ग्राम जगते अछि जेते नाम मुखे उच्चारी मने स्मरी से भक्ति जोगे अधिकारी अरूप ब्रह्म मने स्मरी जे चिंते तांक नाम धरी श्री वासुदेव जे प्रद्युम्न जे अनिरुद्ध संकर्षण मंत्र उच्चारी मूर्ति करी पूजा करती भक्ति करी सेहु न पड़े माया मोहे अंते पसई कृष्ण देहे एमंते साधु संग फले कृष्ण भक्ति जोग बळे अशेष दुख दूर गला से हरि मते ज्ञान देला एबे हसुण मुनिवर हरि चरणे मन धर कृष्णर नाम गुण जेते प्राणी की कह भागवते जेणे पंडित जनकर अबोध कर्म जीव दूर विषय विषे प्राणी मरे आत्मार गति न विचारे से एबे भागवत शुणी तरिबे भव तरंगिणी एमंत व्यास आगे कही वीणा सबदे कृष्ण गाई से मुनिवर पाद जुगे सुजने नम अनुरागे हईब भव वंदनाश कहई जगन्नाथ दास इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे व्यास नारद संवादे पंचमोऽध्याय।